नमस्ते नमस्ते मागो सागर दुलणी नमस्ते नमस्ते मागो विष्णुका घरणी। जय जगन्नाथ बंधुगण, लीना सानू ब्लॉग को आपण मानक स्वागत। जय माँ लक्ष्मी। ଏହି ପବିତ୍ର ମାର୍ଗଶିର ମାସରେ ମଗୁଶିରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବାରୁ ଏହି ମାସଟିକୁ ମାର୍ଗଶିର ଭାବରେ ପୂଜା କରାଯାଇଥାଏ। ମା ଲକ୍ଷ୍ମୀଙ୍କୁ ଶ୍ରୀ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣରେ କଥିତ ଅଛି ଯେ ସବୁ ମାସମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାସ ହେଉଛି ବା ସାର ମାସ ହେଉଛି ମାର୍ଗଶିର ମାସ। ଧନୀ ବା ଗରିବ, ଜାତି ବା ଅଜାତି ଏଠି କାହା ପାଖରେ ଭେଦଭାବ ନାହିଁ। ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ମାତା ଲକ୍ଷ୍ମୀ। ଗୁରୁବାର ହେଉଛି ମା ଲକ୍ଷ୍ମୀଙ୍କର ବାର ବା ଆମ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ବାର ହୋଇଥାଏ ଗୁରୁବାର। ଏହି ପର୍ବଟିକୁ ବା ମାର୍ଗଶିର ମାସ ଗୁରୁବାରରେ ଯେଉଁ ବ୍ୟକ୍ତିମାନେ, ଯେଉଁ ମା ମାନେ ଅତ୍ୟନ୍ତ ବିଧି ବିଧାନର ସହିତ ଏହି ପର୍ବଟିକୁ ପାଳନ କରିଥାନ୍ତି, ମାତା ଲକ୍ଷ୍ମୀ ତାଙ୍କ ଉପରେ ସନ୍ତୋଷ ହୋଇଥାନ୍ତି ଏବଂ ମାତା ଲକ୍ଷ୍ମୀ ସେମାନଙ୍କର ସମସ୍ତ ଅନିଷ୍ଟ ବା ଅସୁବିଧାକୁ ଦୂର କରିଥାନ୍ତି। ଧନ ଧାନ୍ୟରେ ସେମାନଙ୍କ ଘର ସବୁ ପରିପୂର୍ଣ୍ଣ କରିଦେଇଥାନ୍ତି। ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣରେ ମାଣବସା ଗୁରୁବାର କିପରି ଭାବେ ପାଳନ କରାଯାଏ ତାହା ବିଷୟରେ ବର୍ଣ୍ଣନା କରାଯାଇଛି। ଏଠି ଦେଖନ୍ତୁ, ମୁଁ ସବୁ ପୂଜାର ସାମଗ୍ରୀ ଗୁଡ଼ିକ ସବୁ ଏକାଠି କରି ରଖିଦେଇଛି। ଯାହା ଯାହା ଆମର ପୂଜାରେ ଲାଗିବ ଏକାଠି ରଖିଦେଇଥିଲେ ଆଉ ଆମକୁ ପଛରେ ଖୋଜିବାକୁ ପଡ଼ିବ ନାହିଁ। ବନ୍ଧୁଗଣ, ପ୍ରଥମେ ଆପଣମାନେ କ'ଣ କରିବେ ନା, ପ୍ରଥମେ ନିଜେ ଶୁଦ୍ଧପୂତ ଭାବରେ ସ୍ନାନ କରିବେ। କିପରି ସ୍ନାନ କରିବେ? ଆପଣମାନଙ୍କୁ ଯେଉଁ ଗାଧୋଇବେ ସେଇଥିରେ ସ୍ନାନ କରିବେ, ସେଇଥିରେ ଗଙ୍ଗା ଜଳ ଟିକେ ପକାଇବେ। ପୁଣି ସେଥିରେ ହଳଦୀ ତ ନିହାତି ବାଟିକି ଲଗେଇକିରି ଗାଧୋଇବେ। ଡାଳି ହଳଦୀ ଲଗେଇକି ଗାଧୋଇଲେ ମାନେ ଘୋରିକିରି ଆହୁରି ଭଲ। ଅଁଳା ଟିକେ ନିହାତି ଆପଣମାନେ ଲଗେଇକିରି ସ୍ନାନ କରିବେ। ତାପରେ ମୁଣ୍ଡ ନିହାତି ଧୋଇବେ। ମୁଣ୍ଡକୁ ସାଧା ପାଣିରେ ଧୋଇବେ। ମୁଣ୍ଡକୁ ସାମ୍ପୋ କିମ୍ବା ସାବୁନ ଦେଇ ସଫା କରିବେ ନାହିଁ। କାହିଁକି ନା ମହାଲକ୍ଷ୍ମୀଙ୍କର ଯେହେତୁ ପର୍ବ ହୋଇଥାଏ, ମହାଲକ୍ଷ୍ମୀଙ୍କୁ ସେଇଦିନ କୁହନ୍ତି ମଇଳା ପାଣି ଦିଅନ୍ତିନି। ସେଥିପାଇଁ ମୁଣ୍ଡ ଆମେ କେବେ ହେଲେ ସଫା କରିବା ନାହିଁ, ସାଧା ପାଣିରେ ହିଁ ଧୋଇକି ସଫା କରିବା। ପ୍ରଥମେ ଆପଣମାନେ କ'ଣ କରିବେ ନା, ଯେଉଁ ସାମଗ୍ରୀ ସବୁ ସଜାଡ଼ି ରଖିଛନ୍ତି ତାରି ଉପରେ ଗଙ୍ଗା ପାଣି ଟିକେ ଛିଞ୍ଚି ଦେବେ, ପଞ୍ଚାମୃତ ଟିକେ ଛିଞ୍ଚି ଦେବେ। ମାଙ୍କର ଆସ୍ଥାନ ଯେଉଁଠି ବନେଇଛନ୍ତି ଆପଣମାନେ ସେଇଠି ମଧ୍ୟ ଗଙ୍ଗା ପାଣି ଏବଂ ପଞ୍ଚାମୃତ ଛିଞ୍ଚି ଦେବେ। ଆପଣମାନେ ତ ଜାଣିଛନ୍ତି ଗୁରୁବାର ନିହାତି ରାତିରୁ ଉଠି ହିଁ ପୂଜା କରାଯାଇଥାଏ। ତେଣୁ ଆମେ ପୂର୍ବରୁ ଯଦି ସବୁ ଜିନିଷ ସଜାଡ଼ି ଯୋଗାଡ଼ି ରଖିଥିବା ତାହେଲେ ରାତିରୁ ମାତା ଲକ୍ଷ୍ମୀଙ୍କୁ ଆସ୍ଥାନରେ ବସାଇ ତାଙ୍କୁ ପୂଜା କରିବା ପାଇଁ ଆମକୁ ସୁବିଧା ହୋଇଥାଏ। ପ୍ରଥମେ ଆପଣମାନେ ଜାଣିଛନ୍ତି ଦାଣ୍ଡ ଦୁଆରେ ଗୋଟିଏ କଳସ ସ୍ଥାପନ କରିବେ ଏବଂ ଦୀପଟିଏ ଲଗାଇବେ। ଦାଣ୍ଡ ଦୁଆରେ କଳସ ସ୍ଥାପନ କରିସାରିବା ପରେ ପ୍ରତ୍ୟେକ ଦୁଆର ମାନଙ୍କରେ ଆମେ ଗୋବର ଏବଂ ଫୁଲ ଦେବା। ଗୋବର ଫୁଲ ଦେଇ ସାରିଲା ପରେ ଠାକୁର ଘରେ ମଧ୍ୟ ଫୁଲ ଗୋବର ଦେବା। ଫୁଲ ଗୋବର ଦେଇ ସାରିଲା ପରେ ଆମେ କ୍ଷୀର ଚାଉଳ ଦେବା। ମାଙ୍କୁ ଠାକୁର ଘରେ ଆସ୍ଥାନରେ ବସାଇ ସାରିଲା ପରେ ଆମେ ଠାକୁରଙ୍କୁ କ୍ଷୀର ଚାଉଳ ଦେଇ ସମସ୍ତ ଦୁଆର ମାନଙ୍କରେ ମଧ୍ୟ କ୍ଷୀର ଚାଉଳ ଦେବା। ତାପରେ ଆମେ ଠାକୁର ଘରକୁ ଯାଇ କଳସ ସ୍ଥାପନ କରିବା। ସେଥିରେ ଚନ୍ଦନ ସିନ୍ଦୁର ଦେବା। ବନ୍ଧୁଗଣ, ଆପଣମାନେ ତ ଜାଣିଛନ୍ତି ପ୍ରଥମ ପାଳି ମାନେ ଧାନ ମେଣ୍ଟି ଆଉ ମାଣ ଗଉଣୀ ବସି ନଥାଏ। ତେଣୁ ଆପଣମାନେ କ'ଣ କରିବେ ନା, ପ୍ରଥମେ ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ଥିବେ, ଯଦି ଖାଲି ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଅଛନ୍ତି ତାହେଲେ ତାଙ୍କୁ ସ୍ନାନ କରାନ୍ତୁ। ସ୍ନାନ କରିବା ପାଇଁ ପାଣି ଗୋଟେ ଇଏରେ ନେବେ, ବଟାରେ ଆପଣ ଯେଉଁ ତସଲା କହୁଛନ୍ତି ତସଲାରେ ପାଣି ନେବେ। ସେଥିରେ ପାଣି ନେଇକି ହଳଦୀ ପକାଇବେ, ଅଗୁରୁ ପକାଇବେ ଆଉ ଚନ୍ଦନ ପକାଇବେ, ଗଙ୍ଗା ଜଳ ଟିକେ ପକାଇବେ। ଆଉ ଗୋଟିଏ ମୁଖ୍ୟ କଥା ବନ୍ଧୁଗଣ, ଆପଣମାନେ ଅଁଳା ନିହାତି ବାଟିକିରି ମହାଲକ୍ଷ୍ମୀଙ୍କୁ ସ୍ନାନ କରାଇବେ। ଅଁଳା ଆପଣଙ୍କ ପାଖରେ ଯଦି ଅଛି ଅଁଳା ଘୋରିକି ବା ବାଟିକି ଲଗାନ୍ତୁ। ନହେଲେ ନାହିଁ ଆପଣମାନେ ଯେଉଁ ଅଁଳା ଡାଳ ଆଣିଥିବେ ସେଇଥିରୁ କିଛି ପାଖୁଡ଼ା ଆପଣମାନେ ବାଟିକିରି ମହାଲକ୍ଷ୍ମୀଙ୍କୁ ଲଗାଇ ସ୍ନାନ କରାଇବେ। ପକାଇକିରି ଆପଣମାନେ ମହାଲକ୍ଷ୍ମୀଙ୍କୁ ସ୍ନାନ କରାଇବେ। ତାପରେ
स्नान कराई सारी आपण मान पाखे जो हाथी थे महालक्ष्मी सामने बसैवाई से हाथी को हेले स्नान कराइबे। तापर गुआ कौड़ी आपणकर जहाँ अच्छे से गुआ कौड़ी को हेले आपण मैंने स्नान कराइबे। स्नान कराई सारी आपण मैंने गोटे शुद्ध कपड़े आग पोछि देबे। छिट कपड़े पोछिकी आस्थान रे बसाइबे। बसाइकी कौन करेंगे ना आग सिंदूर चंदन लगाई देबे। तापरे फूल देबे। प्रथम पाली तो जानी गुरु आमर अष्टमी नगला जाए मंडा फूल महालक्ष्मी लगेबे नहीं। तेणु आपण माने जो माळ करिथिबे टगर फूल रे हो अन्य कोनोसी फूल रे हो माळ करिथिले से माळ देबे नचेत फूल देबे। आ गोटे कथा पूर्व दिन तो आमे दुब पोड़ा करके रखिथिबा। गुआरे आमर अछि दुब पोड़ा करके दिया हुए। गोटे गुआरे दिया जाए गुआ जो बसा जाए थे। आउ गोटे आमे दे थाउ महालक्ष्मी को दे थाउ। एमती करी आउ गोटे आमे निजे घरे जेते जण महिला थिबे से माने लगाया पई गोटे गोटे करा जाय थाए। तो आपण मानकर जहा विधि अछि सेया ही करिवे। तो धूपपोड़ा लगे सारला परे तापरे महालक्ष्मी को जेपरि आपण माने छिट कपड़ा दे बसई देले स्थान रे। तापरे बहु भाव रे तांको सजाई देबे। से तांको साइड रे थोइबे मूला आउ अँला डाल। निहाती तो अँला डाल मांकर बहुत प्रिय आपण माने जानी थिबे। अँला डाल मूला आखु आपण मानक पाखरे जहा अछि गोटा कदली आपण माने थोई मां को आस्थान को सजाई देबे। मां को बहु विषय सजाई देबे। एतिक रहिला आमर महालक्ष्मी को बसाइबा पई। प्रथम पाली आमे मंडा फूल माला देबा नहीं कि मंडा फूल लगेबा नहीं। कहीं ना आमर अष्टमी नगला जाए महालक्ष्मी मंडा फूल लगाई न थांती। तेणु आमे तांको एही परि भाबरे सजाई दे तापरे आमे कोन करबा ना बाळ भोग करबा। बाळ भोग रे कोन दिया जीवो आपण मानकर जहा किछि अछि फळमूल ताको भोग लगाइबे। जेपरि कि कदली नड़िया करिथिबे तो निहाती नड़िया कोरा सेव कमला जहा आपण माने भोग लगाई परिबे। आग बाळ भोग लगाई देबे। तापरे बही टिके आपण माने आरंभ कर देबे। आरंभ कर देकी तापरे आपण माने रोसेवास सारलाठो आपण माने बही पढ़ी सारके तापरे पूजा करिवे। तो एतिक रहिला महालक्ष्मी को बसैवार विधि। आमे पूर्व दिनठो सब किछि जोगाड़ी रखी देथिले हमकु से दिन सब सुविधा होय थाए। प्रथम दिन तो आमर अच्छी प्रथम पाली खीरी भोग लगे। खीरी सांगे तो सुंखुड़ी भोग निहाती लगे। जहाँ होची अर्ण किंबा खेचेड़ी डालमा साग आंबिल आउ जहाँ आपण माने करि परिबे भजा से गुडी को आमर भोग लगी थाए। आपण मानकर विधि अनुसार जहाँ किछि अछि ताको आपण माने भोग लगाई परिबे। भोग लगे सारिबा परे तापरे आमे से भोग को आनी परिवार रे समस्ते खाइबा। आपण मान तो जानिथिबे समस्ते महालक्ष्मी को भोग अन्य काहा को दियंतेनी। तो भोग खाई सारिबा परे तापरे हमरा 3टा आलो ठाकुरन को उठा जाए महालक्ष्मी की। आपण जे गुआ कौड़ी बसैथिबे से गुआ कौड़ी को उठेबे। उठेई सारला परे महालक्ष्मी सेमते बसिथिबे। ता बासी दिन आपण माने ठाकुर बसैला बेले महालक्ष्मी को उठे पारिबे। बंधुगण आपण मानक जदि मोर ए लक्ष्मी महालक्ष्मी पूजा बा गुरुवार रो प्रथम पाल रो वीडियोटी आपण मानक भलो लागछि ताहले लाइक शेयर सब्सक्राइब और कमेंट रे जय मां लक्ष्मी लिखिया को भूलिबेनी। रोज बंधुगण जय जगन्नाथ जय महालक्ष्मी।